Hello student, welcome to the BM classes. I am Vishnu Mahanand, lecturer in English, Pirabati Women's College, Teresinga. Today I am going to teach you the third poem of the plus 2 second year Arts, Science, Commerce. The famous poem A Sparm of Life, written by H.W. Longfellow. This poem is written by an American poet whose name is H.W. Longfellow. The full name of the poet H.W. Longfellow is Henry Wadsworth Longfellow. Before I go to the stanza, I want to explain and say something about the poet. Henry Wadsworth Longfellow was born in the year 1807 and died in the year 1882. He is an American poet and educator, and he is the first citizen of the United States, and he is famous poet of the America. In this poet, in this poem, A Sparm of Life, he has written about the life of every individual. ବର୍ତ୍ତମାନ ମୁଁ ଏହି ପୋଏମ୍ର ଶୀର୍ଷକ ବା ଟାଇଟିଲ୍ ଏ ସ୍ପାମ୍ ଅଫ୍ ଲାଇଫ୍କୁ ଏକ୍ସପ୍ଲେନ୍ କରିବି। ଏ ସ୍ପାମ୍ ଅଫ୍ ଲାଇଫ୍, ଏ ସ୍ପାମ୍ ମିନ୍ସ ଏ ହାଇମ୍ସ ଅର୍ ସଙ୍ଗ। ସ୍ପାମ୍ କହିଲେ ଗୋଟିଏ ଗୀତ ବା କ୍ଷୁଦ୍ର ଗୀତ, ଓ ଲାଇଫ୍ କହିଲେ ବୋଧେ ସମସ୍ତେ ଜାଣିଥିବେ, ଲାଇଫ୍ କହିଲେ ଜୀବନ। That means a sparm of life is the life of the song of a life. ଜୀବନର ଏକ ଗୀତ, which is written by the famous poet, American poet Henry Wadsworth Longfellow. In this poem, we are going to know about what a song of life. ଜୀବନର କେଉଁ ସବୁ ଗୀତ ଅଛି, ଆଉ ଜୀବନର ଗୀତ ଜୀବନରେ କେତେ ଇମ୍ପୋର୍ଟାଣ୍ଟ ରଖିଥାଏ, ସେ ବିଷୟରେ ଆମେ ପଢ଼ିବା। ଏ ସ୍ପାମ୍ ଅଫ୍ ଲାଇଫ୍ ଇଜ୍ ୱାନ୍ ଅଫ୍ ଦ ମୋଷ୍ଟ ଇନ୍ସପିରେସନାଲ୍ ପୋଏମ୍ ଇନ୍ ଦ ଲିଟରେଚର୍। ପ୍ରକୃତିରେ ଏହି ପୋଏମ୍ ମଣିଷ ସମାଜ ପାଇଁ ଏକ ଇନ୍ସପିରେସନ୍ ବୋଲି ବୁଝାଯିବ, କାରଣ ଏହି ପୋଏମ୍ ବହୁତ ସୁନ୍ଦର ଭାବରେ ଜୀବନର ଗୀତ ବିଷୟରେ ବର୍ଣ୍ଣନା କରାହେଇଛି। ଆଉ ସେଇ ଗୀତ ଯେ ସମସ୍ତଙ୍କର ଜୀବନରେ ଅଛି ନା ନାହିଁ, ଯେ ଏ ପୋଏମ୍ ପଢ଼ିଲା ପରେ ହିଁ ସେ ଜାଣିପାରିବ। ମାଇ ଡିୟର୍ ଷ୍ଟୁଡେଣ୍ଟ, ଯିଏ ଯଦି ନୂଆ ହିଁ ମୋ ଚ୍ୟାନେଲ୍କୁ ଦେଖୁଛ, ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ। ବର୍ତ୍ତମାନ ଆମେ ଫାର୍ଷ୍ଟ ଷ୍ଟାଞ୍ଜା ଡିସ୍କସନ୍ କରିବା। I want to explain the first stanza of this famous poem, A Sparm of Life. Tell me not in mournful number. Tell me not in mournful number. Tell me not in ମାନେ don't tell me. mournful ମାନେ ଦୁଃଖରେ। ମୋତେ ଯାହା ବି କହୁଛ ଦୁଃଖରେ ନ କୁହ ବୋଲି କବି H.W. Longfellow କହୁଛନ୍ତି। Life is but an empty dream. ଲାଇଫ୍ କହିଲେ ଜୀବନ, ବଟ୍ ଆନ୍ ଏମ୍ପ୍ଟି ଡ୍ରିମ୍। ଲାଇଫ୍ ଏକ ଫମ୍ପା, ଏମ୍ପ୍ଟି ମାନେ ଫମ୍ପା, ଡ୍ରିମ୍ ମାନେ ସ୍ୱପ୍ନ। ଲାଇଫ୍ ଇଜ୍ ବଟ୍ ଆନ୍ ଏମ୍ପ୍ଟି ଡ୍ରିମ୍। ଜୀବନ ହେଉଛି ଏକ ଫମ୍ପା ସ୍ୱପ୍ନ। ଜୀବନ ପ୍ରକୃତିରେ ଏକ ଫମ୍ପା ସ୍ୱପ୍ନ। ଫର୍ ଦ ସୁଲ୍ ଇଜ୍ ଡେଡ୍, ଫର୍ ଦ ସୁଲ୍ ଇଜ୍ ଡେଡ୍ ଦ୍ୟାଟ୍ ସ୍ଲମ୍ବର୍। For the soul is dead that slumber. soul କହିଲେ ଆମେ ସମସ୍ତେ ଜାଣିଛୁ ଆତ୍ମା। slumber କହିଲେ ଶୋଇବା, sleeps for long time। ତ ତା ଅର୍ଥ ହେଲା for the soul is dead, ଆତ୍ମା ସବୁଦିନ ପାଇଁ ମରିଯାଇଛି। and things are not what they seem. ଜୀବନରେ ଯାହା ଦେଖୁଛୁ, ଜୀବନରେ ଯାହା ଘଟୁଛୁ, ପ୍ରକୃତିରେ ତାହା ସେଇଆ ନୁହେଁ। ହ୍ୱାଟ୍ ଦେ ସିମ୍ ଅର୍ଥ ହେଲା ଯେମିତି ଦେଖାଯାଏ। ଲାଇଫ୍କୁ ଆମେ ଯେମିତି ଦେଖୁଛୁ, ସେ ଲାଇଫ୍ଟା ପ୍ରକୃତିରେ ସେମିତି ନୁହେଁ।
ଇଟ୍ ଇଜ୍ ଆନ୍ ଏମ୍ପ୍ଟି ଡ୍ରିମ୍। ଜୀବନ ପ୍ରକୃତିରେ ଏକ ଫମ୍ପା ସ୍ୱପ୍ନ, ଯେଉଁ ସ୍ୱପ୍ନରେ କୌଣସି ବାସ୍ତବତା ନାହିଁ। ଦ ଫେମସ୍ ପୋଏଟ୍ ଦ ହେନରୀ Wordsworth Longfellow has described in this first stanza about the life and ପ୍ରକୃତିରେ ଜୀବନ ଏକ ଫମ୍ପା ସ୍ୱପ୍ନ। ଆଉ ସେ କହିଛନ୍ତି, ତୁମେ ଯାହା କହିବାକୁ ଚାହୁଁଛ, ଡୋଣ୍ଟ ଟେଲ୍ ମି ଇନ୍ ମୋurnଫୁଲ୍ ନମ୍ବର। ତାର ମାନେ ହେଲା ଯେ ଯାହା ବି କହୁଛ ଦୁଃଖରେ ନ କହି ଦୁଃଖରେ କୁହ ନାହିଁ। ଜୀବନଟା ପ୍ରକୃତି ଗୋଟିଏ ଫମ୍ପା ସ୍ୱପ୍ନ। ଆତ୍ମାଟା ମରିଯାଇଛି, ସବୁଦିନ ପାଇଁ ଶୋଇଯାଇଛି। and the things are not what they seem। ଆଉ ଯାହା ଆମେ ଦୁନିଆରେ ଦେଖୁଛୁ, ସେ ଦୁନିଆ ସେରେ ଯାହା ଦେଖାଯାଉଛି ବା ଆମକୁ ଦେଖାଯାଉଛି ବା ଆମେ ଦେଖୁଛୁ, ସେ ସବୁ ସେଇଆ ନୁହେଁ। ସେ ପ୍ରକୃତିରେ ଏକ ଫମ୍ପା ସ୍ୱପ୍ନ। ପ୍ରକୃତିରେ ଲେଖକ ବା କବି ବହୁତ ସୁନ୍ଦର ଭାବରେ ଜୀବନର ଗୀତକୁ ଏଠି ବର୍ଣ୍ଣନା କରିଛନ୍ତି। ଏହି ଭିଡ଼ିଓର ପାର୍ଟ 2 ଦେଖିବା ପାଇଁ ମୋ ଚ୍ୟାନେଲ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଏମିତି ଅନେକ ଗୁଡ଼ିଏ କ୍ଲାସ୍ ମୋର ଆଟେଣ୍ଡ କରିବା ପାଇଁ ମାଇ ଚ୍ୟାନେଲ୍ BM କ୍ଲାସ୍ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍। ଥ୍ୟାଙ୍କ ୟୁ।